ଚିରନ୍ତନୀ ଚୈତ୍ୟର ଜ୍ଞାନ ଆମର ବାହ୍ୟ ଚେତନାର ଦୃଷ୍ଟି ଆମର ଚୈତ୍ୟ ଦୃଷ୍ଟିକୁ ଅସ୍ୱୀକାର କରିପାରେ, କିନ୍ତୁ ଚୈତ୍ୟର ହିଁ ରହିଛି ପ୍ରକୃତ ଜ୍ଞାନ। ଏ ଜ୍ଞାନ ହେଉଛି ଏକ ସହଜାତ ସମ୍ବୋଧିଗତ ଜ୍ଞାନ, ଅନ୍ତର୍ଜ୍ଞାନ। ଏହା କହେ, ମୁଁ ଜାଣେ। ମୁଁ କିଛି କାରଣ ଦର୍ଶାଇ ପାରିବି ନାହିଁ, କିନ୍ତୁ ମୁଁ ଜାଣେ। କାରଣ ଏହାର ଜ୍ଞାନ ଅଭିଜ୍ଞତା କିମ୍ବା ପ୍ରମାଣଲବ୍ଧ ସତ୍ୟ ଉପରେ ଆଧାରିତ, ମାନସିକ ଜ୍ଞାନ ନୁହେଁ। ଏହାର ବିଶ୍ୱାସ ପାଇଁ ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ। ବିଶ୍ୱାସ ହେଉଛି ଆତ୍ମାର ଏକ ଗତିବୃତ୍ତି ଯାହାର ଜ୍ଞାନ ସ୍ୱତଃସ୍ଫୂର୍ତ୍ତ ଏବଂ ପ୍ରତ୍ୟକ୍ଷ ସିଧାସଳଖ। ଏପରିକି ଯଦି ସାରା ବିଶ୍ୱ ଏହାର ସତ୍ୟକୁ ଅସ୍ୱୀକାର କରେ ଏବଂ ସହସ୍ରେ ପ୍ରମାଣ ହାଜିର କରାଇ ଏହାକୁ ମିଥ୍ୟା ବୋଲି ପ୍ରମାଣିତ କରେ, ତଥାପି ଏହା ଏକ ଆନ୍ତର ଜ୍ଞାନରୁ ଏକ ପ୍ରତ୍ୟକ୍ଷ ଅବବୋଧରୁ ଜାଣିଥାଏ, ଯାହାକି ସବୁ ପ୍ରତିକୂଳ ପ୍ରମାଣ ବିରୋଧରେ ସିଧା ହୋଇ ଦଣ୍ଡାୟମାନ ହୋଇପାରେ। ଏହି ଅବବୋଧ ଏକାତ୍ମତା ଦ୍ୱାରା ଲାଭ ହୋଇଥାଏ। ଚୈତ୍ୟର ଜ୍ଞାନ ହେଲା ଏପରି ବିଷୟ ଯାହାକି ବାସ୍ତବ ଏବଂ ସ୍ପର୍ଶନୀୟ ଏକ ନିଦା ବସ୍ତୁ। ତୁମେ ମଧ୍ୟ ଏହାକୁ ତୁମର ମାନସିକ, ପ୍ରାଣିକ ଏବଂ ଦୈହିକ ସ୍ତରର ଚେତନା ଭିତରକୁ ଆଣିପାରିବ। ତାପରେ ଯାଇ ତୁମର ହେବ ଏକ ପୂର୍ଣ୍ଣାଙ୍ଗ ବିଶ୍ୱାସ, ଏପରି ବିଶ୍ୱାସ ଯାହାକି ପ୍ରକୃତରେ ପାହାଡ଼ ପର୍ବତକୁ ଟଳାଇ ଦେଇପାରେ। ମା ମା ସମସ୍ତଙ୍କୁ ମୋର ପ୍ରଣାମ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ଯୋଉ ବିଷୟବସ୍ତୁ ରଖିଛନ୍ତି ଚିରନ୍ତନୀ ବହିର ପୃଷ୍ଠା 191 ଚୈତ୍ୟର ଜ୍ଞାନ। ଚିରନ୍ତନୀ ବହିରେ ଆମେ ଚୈତ୍ୟ ସତ୍ତା ବିଷୟରେ ଆମେ ଆଲୋଚନା କରିଛନ୍ତି ଏବଂ ଆମେ ଅନେକ ସମୟରେ ଚୈତ୍ୟ ସତ୍ତା ବିଷୟରେ ଶୁଣିଛନ୍ତି ଏବଂ ଚୈତ୍ୟର ଗୁଣ କଣ ଜାଣିଛନ୍ତି। ତେଣୁ ସେ ବିଷୟରେ ଆଉ ଅଧିକ ଆମେ ଆଲୋଚନା ନକରି ଆମେ ସିଧାସଳଖ ବିଷୟବସ୍ତୁକୁ ଯିବା। ମା ଲେଖୁଛନ୍ତି, ଆମର ବାହ୍ୟ ଚେତନାର ଦୃଷ୍ଟି ଆମର ଚୈତ୍ୟ ଦୃଷ୍ଟିକୁ ଅସ୍ୱୀକାର କରିପାରେ, କିନ୍ତୁ ଚୈତ୍ୟରେ ହିଁ ରହିଛି ପ୍ରକୃତ ଜ୍ଞାନ। ଏ ଜ୍ଞାନ ହେଉଛି ଏକ ସହଜାତ ସମ୍ବୋଧିଗତ ଜ୍ଞାନ, ଅନ୍ତର୍ଜ୍ଞାନ। ଆମର ବାହ୍ୟ ଚେତନାର ଯୋଉ ଦୃଷ୍ଟିକୋଣ ରହିଛି ସିଏ ସାଧାରଣତଃ ଆମେ ସ୍ୱଳ୍ପ ସ୍ୱଳ୍ପ କରି ଆଲୋଚନା କରି ଯିବା ଆଗକୁ, କାହିଁକିନା ଏଗୁଡ଼ା ଜାଣିଛନ୍ତି, କିନ୍ତୁ କେହି ଟିକେ ଖାଲି ଆବଶ୍ୟକ ପଡୁଛି ବୋଲି ଗୋଟେ ଦିଟା ଲାଇନରେ ଆମେ ଯିବା। ଆମ ବାହ୍ୟ ଚେତନାର ଦୃଷ୍ଟି କାହା ଉପରେ ନିର୍ଭର କରେ? ବାହ୍ୟ ଚେତନାର ଦୃଷ୍ଟି ନିର୍ଭର କରେ ଆମର ଇନ୍ଦ୍ରିୟ ଉପରେ। ଇନ୍ଦ୍ରିୟ ଲବ୍ଧ ଯୋଉ ଜ୍ଞାନ ରହିଛି ଆମେ ତାକୁ କହୁଛନ୍ତି, ଆମର ପଞ୍ଚେନ୍ଦ୍ରିୟ ରହିଛି, ଷଷ୍ଠେନ୍ଦ୍ରିୟ ରହିଛି, ଏମିତି। ତାପରେ ଯେତେବେଳେ ଇନ୍ଦ୍ରିୟ କଥା ଆସୁଛି ସେତେବେଳେ ପ୍ରଭୁ ମାଙ୍କ ଭାଷାରେ ଯେ ଆମେ 12ଟା ଇନ୍ଦ୍ରିୟ ମଧ୍ୟ ମନୁଷ୍ୟ ଜଣେ ଆବିଷ୍କାର କରିପାରେ ଏବଂ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ ହେଇପାରେ। ଏଠି ଯୋଉ ପଞ୍ଚ ଇନ୍ଦ୍ରିୟ ଦ୍ୱାରା ଆମେ ଯୋଉ ଜ୍ଞାନ ହାସଲ କରୁଛୁ ତାର ଯୋଉ ଦୃଷ୍ଟିକୋଣ ରହିଛି, ଆମେ ଯାହା ସ୍ପର୍ଶ କରୁଛନ୍ତି, ଦେଖୁଛନ୍ତି, ଆମେ ଯାହା ଶୁଣୁଛନ୍ତି, ଆମର ଯାହା କିଛି କିଛି ସ୍ୱାଦ ରହିଛି, ରୁଚି ରହିଛି, ନିଜସ୍ୱ ରୁଚି ପ୍ରତ୍ୟେକ ବ୍ୟକ୍ତିର ଥାଏ ଏବଂ ଏଇଭଳି ଭାବରେ ଦେଖିଲେ ଆମର ଧାରଣା, ଆମର ଅଭିଜ୍ଞତା, ଏଇ ପ୍ରକାରକୁ ଯୋଉ ଜ୍ଞାନ ଆମ ପାଖରେ ଆସି ପହଞ୍ଚେ ସେଇ ଦୃଷ୍ଟିକୋଣରୁ ଆମେ ବିଚାର କରୁ। ଯେମିତି ଆପଣ ଦେଖିବେ ଅନେକ ସମୟରେ ଯଦି କିଏ ଲମ୍ବା ଚୁଟି ରଖିଲା ତେବେ ସାଙ୍ଗେ ସାଙ୍ଗେ ଆମେ କହୁ, ଝିଅ ପିଲାଙ୍କ ଭଳିଆ କଣ ଚୁଟି ରଖିଛୁ? କାରଣ ଇଏ ହଉଛି ଆମର ଏକ ଅଭ୍ୟାସଗତ ଦୃଷ୍ଟି ହେଇଯାଇଛି। ଆଖି ଦେଖି ଆସିଛି ଯେ ଝିଅ ମାନେ ଲମ୍ବା ଚୁଟି ରଖନ୍ତି। ତେଣୁ ଆମେ ସେଇ ଦୃଷ୍ଟିକୋଣରୁ ଯେତେବେଳେ ଜଣକୁ ଦେଖୁଛୁ ଆମେ କହୁଛୁ କଣ, ଝିଅ ପିଲା ଭଳି କଣ ଚୁଟି ରଖିଛୁ। ଓକେ, ଯେତେବେଳେ
ଇ ବାହ୍ୟ ଦୃଷ୍ଟିକୋଣରେ ଯେତେବେଳେ ଆମେ ଦେଖୁଛନ୍ତି ସେତେବେଳେ ଅନ୍ତର ଦୃଷ୍ଟି ତାକୁ କେମିତି ଦେଖିବ। ତାମାନେ ଦିଟା ଗୋଟେ ଦୃଷ୍ଟି ଭିତରେ ଫରକ ଅଛି କି ନାହିଁ। ତାପରେ ଦେଖିବେ ଆମର ଅଭିଜ୍ଞତା ଗୋଟେ ଥାଏ। ଗୋଟେ ମୁଁ ଗୋଟେ ସତ କଥା କହୁଛି, ଗୋଟେ ଜିନିଷ ଆରମ୍ଭରୁ ଅ, ଦେଖି ଆସିଛି। ଆପଣ ମାନେ ବି କେହି କେହି ମୋ ସହିତ ଏକମତ ହେବେ। ଆଉ କିଛି ଜଣ ଯୋଉମାନେ ଏ ବିଷୟରେ ଜ୍ଞାତ ନାହାନ୍ତି ସେମାନେ ମତେ କହିବେ ଭାଇ କେବଳ ଏମିତି କଥାରେ କହୁଛନ୍ତି। କଥା ହଉଛି ଅ, ଦେଖିବେ ସାଧାରଣତଃ ବ୍ୟକ୍ତି ଯେତେବେଳେ ହାଲିଆ ହେଇଯାଇଥାଏ କିମ୍ବା ନିଦ ଆସୁଥାଏ ସେତେବେଳେ ସେ କୁଆଡେ ହାଇ ମାରେ। ଠିକ ଅଛି। କଣ ତାମାନେ ଆଳସ୍ୟତା ଯେତେବେଳେ ବା ତାମସିକତା ଯେତେବେଳେ ପାଖେଇ ଆସୁଥାଏ ସେତେବେଳେ ସାଧାରଣତଃ ବ୍ୟକ୍ତି ହାଇ ମାରେ ବୋଲି ସମସ୍ତଙ୍କର ଧାରଣା ରହିଛି। ଯଦି କେହି ହାଇ ମାରେ ଦେଖେ, କେହି ଜଣେ ଦେଖେ ଯେ ସେ ହାଇ ମାରୁଛି, କଣ ତତେ ନିଦ ଆସିଲାଣି ନା କଣ? ସାଧାରଣତଃ ଆମେ ସାଙ୍ଗେ ସାଙ୍ଗେ ଏହା କହୁ, ସମସ୍ତେ କହୁ। କିନ୍ତୁ କିନ୍ତୁ ମୁଁ ନିଜେ ଦେଖିଛି, ଗୋଟେ ପିଲା ଯିଏକି ଶୋଇଥିବ ବା ଢୋଳଉଥାଏ, ତାର ଯେତେବେଳେ ନିଦଟା କମ୍ପ୍ଲିଟ ହେଇ ଆସେ ସିଏ ହାଇ ମାରିବ। ଏବଂ ସେ ଯେତେବେଳେ ହାଇ ମାରିଲା ତା ପର ମୁହୂର୍ତ୍ତରେ ପୂର୍ଣ୍ଣ ଭାବରେ ପୁରା ଜାଗ୍ରତ ରହିକି ସେ ବସି ପାଠ ପଢେ। ଆମେ ଚିରାଚରିତ ଭାବରେ ଦେଖି ଆସିଛୁ, ପାଠ ପଢୁଥିଲା ବେଳେ ଜଣେ ହାଇ ମାରିଲେ ବା ଆମେ ବସି କଥା ହଉଛନ୍ତି, କିଏ ଯେତେବେଳେ ହାଇ ମାରେ ତାପରେ ସିଏ ଢୋଳାଏ ବା ଟିକେ ତାମସିକତା ବା ଆଳସ୍ୟତା ଆଡକୁ ଯାଏ। କିନ୍ତୁ ମୁଁ ପିଲା ଦେଖିଛି, ସେ ପିଲାଟିକୁ ମୁଁ ଅନେକ ପାଖରୁ ଦେଖିଛି, ଅନେକ ଥର ଦେଖିଛି, ଥରେ ଅଧେ ନୁହଁ, ପ୍ରତ୍ୟେକ ଦିନ ସେ ଯେତେବେଳେ ନିଦର ମାନେ ବସିଥିବ ପାଠ ପଢା ସମୟରେ ଢୋଳଉଥିବ ହାଇ ମାରୁନଥିବ। ଯେତେବେଳେ ତାର ନିଦ କମ୍ପ୍ଲିଟ ହେଇଯିବ, ଢୋଳେ ଢୋଳେ ଗୋଟେ ଯେମିତି ଗୋଟେ କହନ୍ତି ସୀମା ହେଇଗଲା, ବହୁତ ଢୋଳେଇ ଦେବି ଯା ସେତିକି ଥାଉ, ଯେମିତି କଥାରେ କହନ୍ତି ସେମିତି ଯେତେବେଳେ ସେ ହାଇ ମାରିଲା ସେତେବେଳେ ମୁଁ ଦେଖେ ତା ପର ମୁହୂର୍ତ୍ତ ଟା ହଉଛି ପୂର୍ଣ୍ଣ ଭାବରେ ତାର ନିଦ ଚାଲିଯାଏ ଏବଂ ସେ ବସିକି ତାର ପାଠ ପଢେ। ଏବେ ମତେ କୁହନ୍ତୁ, ଆମେ ଯାହା ଦେଖି ଆସିଛୁ ଏବଂ କେହି ଜଣେ ବି ତା ଭିତରୁ ଯିଏ ବାଦ ଯାଇନାହାନ୍ତି ଆମ ଦେଖିବା ଭିତରେ, ମୁଁ ଯେମିତି ସେ ପିଲାଟିକୁ ଦେଖିଲି, ଯଦି ଯିଏ ଦେଖି ନାହିଁ ତେବେ ସିଏ କହିବ ଯେ ଏହା ମିଛ। ତେଣୁ ଇଏ ଅଭିଜ୍ଞତାର ଯୋଉ ଦୃଷ୍ଟିକୋଣ ରହିଛି, ମୁଁ ଏଇ ଛୋଟିଆ କଥାରେ ବି ଦେଖିଛି ଯେ ଏଇଠି ମିଛ, ଭୁଲ। ତେଣୁ ଆମର ଆହୁରି ଅନେକ ଯେତେ 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 ଜ୍ଞାନୀ ଗୁଣୀ ମାନେ ସବୁ ରହିଛନ୍ତି, ତାଙ୍କର ତର୍ଜମା ଯେତେ ବ୍ୟାପ୍ତ ହେଇ ରହିଛି ତାର ପଶ୍ଚାତରେ ମଧ୍ୟ ଆଉ ଏକ ସତ୍ୟ ରହିଛି, ଯୋଉ ସତ୍ୟ କି ସେମାନେ ଦେଖି ନାହାନ୍ତି, ଯୋଉ ସତ୍ୟ କି ସେମାନେ ଦେଖି ନାହାନ୍ତି। ସେଇ ସତ୍ୟର ଯୋଉ ଦୃଷ୍ଟି, ସେଇଟା ହଉଛି ଚୈତ୍ୟ ଦୃଷ୍ଟି। ପ୍ରତ୍ୟେକ ବସ୍ତୁର ପଶ୍ଚାତରେ ଏକ ସତ୍ୟ ନିହିତ ରହିଛି, ଯୋଉ ସତ୍ୟରୁ ସେ ସୃଷ୍ଟି ହେଇଛି, ପରିପ୍ରକାଶ ସିଏ ତାର ହେଉଛି, କିନ୍ତୁ ଆମର ସଂକୀର୍ଣ୍ଣ ଦୃଷ୍ଟିକୋଣ, ସଂକୀର୍ଣ୍ଣ ଜ୍ଞାନ ଫଳରେ ଆମେ ତାକୁ ବୁଝି ପାରିନାହୁଁ ବା ଯାହା ବୁଝିଛୁ ତାକୁ ହିଁ ଭାବୁଛୁ ସତ୍ୟ ବୋଲି ଏବଂ ତାକୁ ହିଁ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରି ଆମେ ସେଇଠି ବିରୋଧାଭାସ ସୃଷ୍ଟି କରୁ। ଅନେକ ସମୟରେ ଦ୍ୱନ୍ଦ୍ୱ ସେଇଥି ଯୋଗୁ ହୁଏ। ସେଇ ସଂକୀର୍ଣ୍ଣ ଜ୍ଞାନର ପ୍ରଭାବରେ ଆମେ ଯାହାକୁ ଜାବୁଡି ଧରନ୍ତି, ସିଏ କଣ କରେ ଦ୍ୱନ୍ଦ୍ୱ ସୃଷ୍ଟି କରେ ଏବଂ ସିଏ କଣ କରେ କାରଣ ମାଗେ, ସିଏ କଣ କରେ ଯୁକ୍ତି ତର୍କ ଯେମିତି ତର୍କ ସେ କରେ ଯେ ହଁ ଏଇଟା ଠିକ କି ଭୁଲ। ବର୍ତ୍ତମାନ ଯୋଉ ଓକିଲାତି ସିଷ୍ଟମ ରହିଛି, ଘଟଣା କଣ ଘଟିଛି ଜଜ ବି ଜାଣିଥିବେ, ଇଏ ଓକିଲ ବି ଜାଣିଥିବ, ସିଏ ଓକିଲ ବି ଜାଣିଥିବ, କିନ୍ତୁ ଏମାନେ ଚେଷ୍ଟା କରୁଥିବେ ପ୍ରମାଣ କରିବା ପାଇଁ। ଜଣେ ଚେଷ୍ଟା କରୁଥିବ
ଯାହା ଘଟିଛି ତାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଆଉ ଜଣେ ଚେଷ୍ଟା କରୁଥିବ ଯାହା ଘଟିଛି ତାକୁ ମିଥ୍ୟା ବୋଲି ପ୍ରମାଣିତ କରିବ। ସେତେବେଳେ ଯିଏ ଭଲ ପ୍ରମାଣ ଦେଖେଇ ପାରିଲା, ଭଲ ଆଣିକି ଯୋଉ କଣ କହୁଛନ୍ତି ତାକୁ କହୁଛନ୍ତି, ଖାଲି ତଥ୍ୟ ଉପସ୍ଥାପନ ତ କରିବ ହେଲେ ହବ ନାହିଁ, ଆଣିକିରି ପ୍ରମାଣ ଦେଖେଇ ଦବ, ତେବେ ସେଇଟା ହଉଛି ସତ୍ୟ। ତେବେ ସେଇଟା କଣ ସତରେ ସତ୍ୟ? ଏଠି ଗୋଟେ ମଜା କଥାଟେ ମନେ ପଡିଲା, କେହି ଆମେ ଶୁଣିଥିବା। ଦିନ ଥିଲା ବେଳେ ବେଳେ ସାକ୍ଷୀ ଦେବା ପାଇଁ ମିଛ ପ୍ରମାଣ ଦବା ପାଇଁ କେ ଜଣେ ବ୍ୟକ୍ତି ଥାଆନ୍ତି, ସେମାନେ ଏତେ ସୁନ୍ଦର ମିଛ କୁହନ୍ତି, ସୁନ୍ଦର ଟାଉଟରି କରନ୍ତି, ତାକୁ କହିଲେ ହବ ସୁନ୍ଦର ଟାଉଟରି କରନ୍ତି। ସେମାନେ କେବଳ ମିଛ କହିବା ପାଇଁ ପଇସା ନେଇକି କୋର୍ଟକୁ ଯାଆନ୍ତି। ମାମା 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 ସରି ମା ସେମାନେ ମିଛ ସାକ୍ଷୀ ଦେବା ପାଇଁ ପଇସା ନିଅନ୍ତି। ସେଇଭଳିଆ ଗୋଟେ ଘଟଣା, ଜଣେ ବ୍ୟକ୍ତି ସକାଳୁ ସକାଳୁ ଯାଇଛନ୍ତି ନିତ୍ୟକର୍ମ କରିବା ପାଇଁ, ସେଠି ପୋଖରୀ ପାଖରେ ଦେଖା ହେଇଗଲା। ଆରେ ଏ ମାଧିଆ, ଆଜି କୋର୍ଟରେ ଅଛି କେସ୍, ଆଉ ଆସିବୁ ତ ଟିକେ ସାକ୍ଷୀ ଦେବା ପାଇଁ, 10 ଟଙ୍କା ମିଳିବ। ହଁ 10 ଟଙ୍କା? 10 ଟଙ୍କା ସହିତ ବହୁତ ଥିଲୁ ନା? ହଁ। କହିଲା ହଉ ହଉ ଠିକ ଅଛି। ସେ କିଛି ଜାଣିନି କେସ୍ କଣ, ଖାଲି ଜାଣିଲା 10 ଟଙ୍କା ମିଳିବ, ମତେ ସାକ୍ଷୀ ଦେବାକୁ ପଡିବ। ଯିଏ ଡାକିଛି ତା ସପକ୍ଷରେ କହିବ, ସ୍ୱାଭାବିକ। କୋର୍ଟରେ ଯାଇ ପହଞ୍ଚିଗଲା। ସେ କୋର୍ଟରେ ଶୁଣିଲା, ତା ନାଁ ଡକା ହେଲା, ଗଲା ସାକ୍ଷୀ ଦେବା ପାଇଁ। କହିଲେ ତମେ ତମେ ସେଠି ଉପସ୍ଥିତ ଥିଲ ନା? ହଁ ଆଜ୍ଞା। ତମେ ନିଜେ ଦେଖିଛ ନା? ହଁ ଆଜ୍ଞା। ଯେତେବେଳେ ସିଏ ତାର ମର୍ଡର ହେଲା, ତମେ ନିଜେ ଦେଖିଛ ନା? ହଁ ଆଜ୍ଞା, ଏଇ ଆଖିରେ ପୁରା ଦେଖିଛି। ମାନେ ସେ ପର୍ଯ୍ୟନ୍ତ ସେ ଜାଣିନଥିଲା, ଭାବିଲା କହିଲା ଓହୋ ତାହେଲେ କାର ଗୋଟେ ମର୍ଡର ହେଇଛି, ଆଉ ସେଇଥିପାଇଁ 10 ଟଙ୍କା କହିଛି, ଆଉ ଅଧିକା ପଇସା ଦବ ବୋଲି। ଆଉ ହଁ ବୁଝିବା ଠିକ। ଯୋଉ ପକ୍ଷ ଲୋକ ଠିଆ ହେଇଛି, ସେ ସବୁବେଳେ ତାକୁ ଚାହୁଁଛି କାହା ସପକ୍ଷରେ କହିବ ସେ ଜାଣିଗଲା। ତେଣୁ ମର୍ଡର ସପକ୍ଷରେ କହିବ ଯେ ହଁ ମର୍ଡର ହେଇଛି। କହିଲା ମର୍ଡର ହେଇଛି, ହଁ ହେଇଛି। ନା ସେଟା କେତେ ବଡ ଥିଲା? କହିଲା ଆରେ ହେଇ କଣ ମର୍ଡର ହେଇଛି ଏପର୍ଯ୍ୟନ୍ତ ସେ ଶୁଣିନି। ମାନେ କାହାର ମର୍ଡର ହେଇଛି ଏପର୍ଯ୍ୟନ୍ତ ସେ ଶୁଣି ନାହିଁ। ଆରେ ପୁରୁଷ ପିଲା କି ମାନେ ସ୍ତ୍ରୀ ଲୋକ, ଛୋଟ ପିଲା କି କଣ, କିଛି ଜାଣିନି। କହିଲା ଆଭରେଜ ଗୁଡା କହିଦବା ଆଉ। ଦେଖ ସାଙ୍ଗେ ସାଙ୍ଗେ କର, ଆଜ୍ଞା ହାତ ଦେଖେଇଦେଲା। ଆଜ୍ଞା ମାନେ ତା ମୁଣ୍ଡ ପାଖରେ ଏମିତି ଗୋଟେ ହାତ ଦେଖେଇଦେଲା, ଆଜ୍ଞା ଏତେ ବଡ। ସେଠୁ ସାଙ୍ଗେ ସାଙ୍ଗେ ଆଶ୍ଚର୍ଯ୍ୟ, ଜଜ୍ କୁ କଣ ହେଲା? ଗୋଟେ କୁକୁଡା ଟା ଏତେ ବଡ? ନା ଆଜ୍ଞା ଆମ ଆର ହାତଟା ନେଇନି ପୁରା। କଥା ହଉଛି ସିଏ ସେ ପର୍ଯ୍ୟନ୍ତ ଜାଣିନଥିଲା କୁକୁଡା ବୋଲି। ଯେତେବେଳେ ଜଜ କହିଲେ କଣ ହେଲା, ଗୋଟେ କୁକୁଡାଟା ଏଡେ ବଡ? କହିଲେ ଆଜ୍ଞା ମୁଁ ଆର ହାତଟା ବା ନେଇନି, ଆପଣ କଣ ଏତେ ତରତର କରୁଛନ୍ତି? ମାନେ ସେ ଯୋଉ ହାତଟା ଉଠେଇ ଦେଇଛି, ଆର ହାତଟା ନେଇନି ନା, ନେଇଗଲା ଏତିକି ବଡ। ଆଉ କଣ, କୁକୁଡା ଜାଣିଲା, ଯେତେ କୁକୁଡାର ହାଇଟ ଗୁଡା ମିନିମମ ହାଇଟ କହିଦେଲା। ଆଉ ଇଏ ପ୍ରକାରର ପ୍ରମାଣ ଦେଇକରି ଆମେ ବେଳେ ବେଳେ ଅନେକ କଥାକୁ ସତ୍ୟ ବୋଲି ସିଦ୍ଧ କରିବା ପାଇଁ ଚେଷ୍ଟା କରନ୍ତି। ଇଏ ହଉଛି ଆମର ବାହ୍ୟ ଚେତନାର ଦୃଷ୍ଟି। କିନ୍ତୁ ଚୈତ୍ୟ ଦୃଷ୍ଟି ହଉଛି, ଚୈତ୍ୟର ଯୋଉ ଜ୍ଞାନ ରହିଛି ତାହା ହଉଛି ପ୍ରକୃତ ଜ୍ଞାନ। ମା ଲେଖୁଛନ୍ତି କାହିଁକି ନା ଏହି ଜ୍ଞାନ ହେଉଛି ଏକ ସହଜାତ ସମ୍ବୋଧିଗତ ଜ୍ଞାନ, ଅନ୍ତର୍ଜ୍ଞାନ। ଚୈତ୍ୟ ସତ୍ତା ବାହାରର ଦୃଷ୍ଟିକୋଣ ବା ଏଇ ଯୋଉ ବାହାରର ନଲେଜ କୁ ସେ ବ୍ୟବହାର କରେ ନାହିଁ। ସିଏ ସିଧାସଳଖ ପରମଙ୍କ ସହିତ ତାର ଯୋଉ ସମ୍ପର୍କ, ସେଇ ସମ୍ପର୍କରୁ ସେ ଜ୍ଞାନ ହାସଲ କରେ, ବା ସେ ସେଇଠିକି ଯାଇ ସେଉଠୁ ଥାଇ ଉତ୍ତର ଦିଏ। ତେଣୁ ସେଇ ଜ୍ଞାନ ତା ପାଖରେ ସେଟା ସହଜାତ, ସ୍ୱାଭାବିକ ଭାବରେ ଥାଏ। ସିଏ ବାହାରର କାହାରି ସାହାଯ୍ୟ ନେବା ଦରକାର ପଡେ ନାହିଁ। କଥା ଶୁଣିବା ଦରକାର ନାହିଁ, କିମ୍ବା ଦେଖିବା ଦରକାର ନାହିଁ, କିମ୍ବା ନିଜେ ଯାଇକି ସେଠି ଉପସ୍ଥିତ ହେଇକିରି ଛୁଇଁବା ଦରକାର ନାହିଁ, କିଛି ଦରକାର ନାହିଁ। ସିଏ
ଘଟଣାଟା ଯୋଉଠୁ ଆସୁଛି ସେଇ ସ୍ତରକୁ ଯାଇ ସେଉଠୁ ତାକୁ ଦେଖିବାର ଏକ ସାମର୍ଥ୍ୟ ରହିଛି, ତାକୁ କୁହାଯାଏ ଅନ୍ତର୍ଜ୍ଞାନ। ଏଠି ଯୋଉ ସମ୍ବୋଧିଗତ ଜ୍ଞାନ ବୋଲି କୁହାହଉଛି, ସେଟା ଆମେ ଯୋଉଟା ଜାଣୁଛନ୍ତି ଇଣ୍ଟୁଇଟିଭ ନଲେଜ ବୋଲି କୁହାଯାଏ। ଇଣ୍ଟୁଇଟିଭ ନଲେଜ କଣ? ଆମେ ଯେତେବେଳେ ମାଇଣ୍ଡର ବିଭିନ୍ନ ସ୍ତର ବିଷୟରେ ବର୍ଣ୍ଣନା କରିଛନ୍ତି ପ୍ରଭୁ, ଆମେ ଶୁଣିଛନ୍ତି, ସେଟା ହଉଛି କଣ? ଆମେ ମାଇଣ୍ଡର ଭିନ୍ନ ଭିନ୍ନ ସ୍ତରରେ ସବୁଠୁ ଲୋୟର ସ୍ତରରେ ହଉଛି ବର୍ତ୍ତମାନ ଆମେ ଯୋଉଠି ପ୍ରାୟତଃ ସାଧାରଣ ଭାବରେ ବସବାସ କରୁଛୁ, ଦ୍ୟାଟ୍ ଇଜ ଲୋୟର ମାଇଣ୍ଡ। ତାଠାରୁ ଟିକେ ଉଚ୍ଚ ସ୍ତରକୁ ଗଲେ ହାୟର ମାଇଣ୍ଡ, ତାଠାରୁ ଉଚ୍ଚ ସ୍ତରରେ ଗଲେ ଇଲୁମିନ ମାଇଣ୍ଡ, ତାପରେ ଆସିଲେ ଇଣ୍ଟୁଟିଭ ମାଇଣ୍ଡ, ତାପରେ ଆସିଲେ ଓଭର ମାଇଣ୍ଡ, ତାପରେ ଯାଇକି ସୁପର ମାଇଣ୍ଡ। ହାୟର ମାଇଣ୍ଡରେ ଆମେ ଯୋଉ ଲୋୟର ମାଇଣ୍ଡରେ ରହୁଛି କଣ? କେବଳ ବ୍ୟକ୍ତି ନିଜେ ଯେତିକି ଦେଖିଛି ତା ବ୍ୟତିରେକ ଆଉ କିଛି ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ। ଏପରିକି ଆପଣ, ନାଇଁ, ସେ ପ୍ରକାରର ବ୍ୟକ୍ତି ଅଛନ୍ତି, ନାହାନ୍ତି ନୁହଁ। ଆପଣ ଯେତେ ଯୁକ୍ତି ତର୍କ ଦେଇ ବହିରେ ଲେଖା ଦେଖେଇ ପ୍ରମାଣ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ସେମାନେ ଯାହା ବୁଝିଛନ୍ତି, ସେମାନେ ଯାହା ଦେଖିଛନ୍ତି, ତାଠାରୁ ସେ ଅନ୍ୟଥା ହୁଅନ୍ତି ନାହିଁ। ତମେ ଯେତେ ବୁଝାଅ, ଯାହା ବୁଝାଅ, ଯେତେ ଉଚିତ ପ୍ରମାଣ ଦେଖାଅ, ତାଙ୍କ ଆଗରେ ପୁରା ଜଳ ଜଳ କରିକିରି ଭାଙ୍ଗି ରୁଜି ଦେଖେଇ ଦବ ଯେ ଘଟଣା ଏଇଆ, ସେମାନେ ରାଜି ହେବେନି, କହିବେ ତମେ କଣ ଯାଦୁ କରିଦେଇଛ। ସିଏ ଯାହା ବୁଝିଛନ୍ତି ଇଏ ହଉଛି ନିମ୍ନ ପ୍ରାଣର ସ୍ତରରେ। ଆଉ ଯଦି ପ୍ରାଣରେ ଯିଏ ଅତି ଲିପ୍ତ ହେଇକି ବଞ୍ଚୁଥବ, ତମେ ଯାହା ବର୍ଣ୍ଣନା କର, ସବୁକୁ ସ୍ୱୀକାର କଲା ଭଳିଆ ମୁଣ୍ଡ ଟୁଙ୍ଗାରିବ, ଫାଇନାଲି ସିଏ ଯାହା ବୁଝିଛି ସେଇଟାକୁ ହିଁ ସେ କାର୍ଯ୍ୟରେ ଲଗେଇବ। ଇଏ ହଉଛି ସବୁଠୁ ଲୋୟର ମାଇଣ୍ଡରେ ଯୋଉମାନେ ଥାଆନ୍ତି, ସେଇ ସ୍ତରର ଘଟଣା ଗୁଡିକ ଗଲା। ତାପରେ ଆସିଲା ହାୟର। ଯେତେବେଳେ ହାୟର ମାଇଣ୍ଡ ସ୍ତରକୁ ଯିଏ ଆସୁଛି, ସିଏ ଟିକେ ଯୁକ୍ତି ତର୍କ ବା ଗୋଟେ ଆଉ ଟିକେ ଏକ୍ସପାଣ୍ଡ ହେଇକିରି ଏଇଟା ହେଇପାରେ, ସେଟା ହେଇପାରେ, ଏମିତି କିଛି ତା ପାଖରେ ପରମୁଟେସନ କମ୍ବିନେସନ ସିଏ ସ୍ୱୀକାର କରେ, ସ୍ୱୀକାର କରେ ଏବଂ ସେଠି ସିଏ କଣ କରେ, ଗୋଟେ ସିଦ୍ଧାନ୍ତ ନିଏ। ତାପରେ ଆସେ ଇଲୁମିନ ମାଇଣ୍ଡ। ଇଲୁମିନ ମାଇଣ୍ଡରେ କଣ ହବ? ଇଲୁମିନ ମାଇଣ୍ଡରେ ସତ୍ୟର କିଛି କିଛି ଝଲକ ତାକୁ ଦେଖାଯାଏ, ସତ୍ୟର କିଛି କିଛି ଝଲକ ଦେଖାଯାଏ। ସିଏ ତଥାକଥିତ ବାହ୍ୟ ଦୃଷ୍ଟିକୋଣରେ ବିଶ୍ୱାସ କରେ ନାହିଁ। ସତ୍ୟରେ ଆ ପଛରେ କଣ ରହିଛି ସେ ଖୋଜିବାକୁ ଚେଷ୍ଟା କରେ। ସତ୍ୟର ଗୋଟିଏ ଦିଗକୁ ସେ ନେଇ ତାକୁ ସେ ବିଚାର କରିବା ପାଇଁ ଚେଷ୍ଟା କରେ। ଇଲୁମିନ ମାଇଣ୍ଡ ଉପରକୁ ଆସେ ଇଣ୍ଟୁଟିଭ ମାଇଣ୍ଡ। ଇଣ୍ଟୁଟିଭ ମାଇଣ୍ଡ ହଉଛି ଯୋଉ ଘଟଣାଟିର ଯାହା ଯୋଉ କାରଣ ସକାଶେ ସେ ଘଟଣାଟି ସୃଷ୍ଟି ହେଇଛି, ଯୋଉ ଘଟଣାଟି ଯୋଉ କାରଣ ସକାଶେ ସୃଷ୍ଟି ହେଇଛି, ସେଇ ସୂକ୍ଷ୍ମଗତ ସ୍ତରରେ ସେଇ କାରଣର ଯାହା ରହିଛି ସବୁ ତାକୁ ଦେଖିବାର ସାମର୍ଥ୍ୟ ଥାଏ ଇଣ୍ଟୁଟିଭ ମାଇଣ୍ଡର। ସେଉଠୁ କଣ କରେ, ସିଏ ତାକୁ ଗ୍ରହଣ କରି ତାକୁ ବିଚାର କରେ ବା ତାକୁ କାର୍ଯ୍ୟରେ ଲଗାଏ। ସେତେବେଳେ ତାକୁ ଇଣ୍ଟୁଟିଭ ମାଇଣ୍ଡ ସ୍ତରରୁ ସିଏ ଜ୍ଞାନ ସଂଗ୍ରହ କରିଛି ବୋଲି ଆମେ ଜାଣିବୁ। ସେତେବେଳେ କଣ ହବ ନା, ଯୋଉ ଘଟଣାଟି ଘଟୁଛି, କଣ ପାଇଁ ସେ ସୃଷ୍ଟି ହେଇଛି, ସେ ଉତ୍ସ ସମ୍ପର୍କରେ ତାର ସ୍ୱାଭାବିକ ଜ୍ଞାନ ଥାଏ। ସେଇଟା ହଉଛି ସମ୍ବୋଧିଗତ ଜ୍ଞାନ। ଇଣ୍ଟୁଟିଭ ମାଇଣ୍ଡରୁ ସେଇଟା ଆସେ। ତାପରେ ଆସୁଛି ଓଭର ମାଇଣ୍ଡ। ଓଭର ମାଇଣ୍ଡରେ କଣ ହୁଏ, ଆମେ ଯେମିତି ଦେଖୁଥିଲେ ଶ୍ରୀକୃଷ୍ଣଙ୍କର ଚେତନା ହଉଛି ଓଭର ମାଇଣ୍ଡ ଲେବୁଲର। ତାମାନେ ସତ୍ୟ ସହିତ ସେ ପୂର୍ଣ୍ଣ ଭାବରେ ଦେଖିପାରୁଛି, ସତ୍ୟରେ ବସବାସ କରୁଛି। ଦରକାର ପଡ଼ିଲେ ସିଏ ସେ ଯୋଉ ସତ୍ୟ ସହିତ ସମ୍ପର୍କୀଭୂତ ହେଇ ଆପେ ଆପେ ଯୋଉ ଘଟଣାଟି ଘଟିଛି ତା ବିଷୟରେ ଆପେ ଆପେ ସେ ଜ୍ଞାନ ହାସଲ କରିପାରିବ। ତାକୁ ଅପେକ୍ଷା କରିବାକୁ ପଡିବ ନାହିଁ, ସେ ପ୍ରେରଣା ଆସିବ, ସେ ଜାଣିପାରୁଥିବେ, ଦେଖିପାରୁଥିବେ। ମାନେ ମୁଁ ସରଳ ଭାବରେ ଯେତିକି ବୁଝେଇ ହବ ମୁଁ ସେଇ ଅନୁସାରେ କହୁଛି। ସୁପର ମାଇଣ୍ଡ ହଉଛି ସେ ସତ୍ୟରେ ବସବାସ କରୁଛି, ସେଠୁ ଆଉ ତାର ମାନେ କଣ ଆସନ ହଲିବାର ନାହିଁ। ଓଭର ମାଇଣ୍ଡରେ ଗୋଟେ ସ୍ଥାନ, ଗୋଟେ ସମସ୍ୟା ରହିଛି, ସେଟା ହଉଛି ଯୋଉ ସମୟରେ ସେ ସେଇ ସ୍ତରକୁ ଯିବ
ସେଠୁ ଥାଇକି ସେ ଦୃଷ୍ଟିଟାକୁ ସେ ପ୍ରାପ୍ତ କରେ, ପୁଣି କିନ୍ତୁ ତା ପର ମୁହୂର୍ତ୍ତରେ ସେ ସାଧାରଣ ଦୃଷ୍ଟିରେ ବା ସାଧାରଣ ସ୍ତରରେ ମଧ୍ୟ ବସବାସ କରିଥାଏ। କିନ୍ତୁ ସୁପରମାଇଣ୍ଡ ଲେବୁଲକୁ ଜଣେ ଯେତେବେଳେ ଉଠିଯାଏ, ସେତେବେଳେ ସିଏ ନିରନ୍ତର ସେଇ ସ୍ଥିତିରେ ହିଁ ବସବାସ କରେ। ଏଠି ଏଠି ଯୋଉ କୁହାହଉଛି ଚୈତ୍ୟର ଜ୍ଞାନ ହଉଛି ସହଜାତ ସମ୍ବୋଧିଗତ ଜ୍ଞାନ ଏବଂ ଅନ୍ତର୍ଜ୍ଞାନ। ତା ମାନେ ତା ଭିତରେ ସ୍ୱାଭାବିକ ଭାବରେ ପ୍ରତ୍ୟେକ ଘଟଣାର ଯୋଉ କାରଣ, ଯୋଉଟା ସୂକ୍ଷ୍ମ କାରଣ ଯୋଉଥିପାଇଁ ସେଟା ସୃଷ୍ଟି ହେଇଛି, ସେଇ ଜ୍ଞାନଟି ତା ପାଖକୁ ଆପେ ଆପେ ଆସେ, ସ୍ୱାଭାବିକ ଭାବେ ଆସେ ଏବଂ ତାହା ଅନ୍ତର୍ଜ୍ଞାନ ବୋଲି ଅନୁଷ୍ଠିତ। ଅନ୍ତର୍ଜ୍ଞାନ ଏଇଟା ତ ବାହ୍ୟ ଜ୍ଞାନ ନୁହଁ, ବାହାରର ଆଖି ଦେଖା ଚଏସ୍ ବା କୌଣସି ଇନ୍ଦ୍ରିୟ ଲବ୍ଧ ଜ୍ଞାନ ତା ପାଇଁ କିଛି ନାହିଁ, କିମ୍ବା ଅନୁଭୂତି ସମ୍ପନ୍ନ ଜ୍ଞାନ ସହିତ କିଛି ସମ୍ପର୍କ ନାହିଁ। ସେଥିପାଇଁ ତା ପରିଲକ୍ଷିତ, କାରଣ ଏହାର ଜ୍ଞାନ ଅଭିଜ୍ଞତା କିମ୍ବା ପ୍ରମାଣ ଲବ୍ଧ ସତ୍ୟ ଉପରେ ଆଧାରିତ ମାନସିକ ଜ୍ଞାନ ନୁହେଁ। ଏହାର ବିଶ୍ୱାସ ପାଇଁ ପ୍ରମାଣର ଆବଶ୍ୟକତା ପଡେ ନାହିଁ। ପ୍ରମାଣ କେତେବେଳେ ଦବ? ଯୁକ୍ତି ତର୍କରେ ଥିଲେ ପ୍ରମାଣ କରି, ସେ ତ ଦେଖୁଛି, ଯାହା ଦେଖୁଛି, ସେ ଯୋଉ ସୂକ୍ଷ୍ମ ସ୍ତରରେ ଯାହା ଦେଖୁଛି ତାହା କହିବ। ବିଶ୍ୱାସ ହେଉଛି ଆତ୍ମାର ଏକ ଗତିବୃତ୍ତି, ଯାହାର ଜ୍ଞାନ ସ୍ୱତଃସ୍ଫୂର୍ତ୍ତ ଏବଂ ପ୍ରତ୍ୟକ୍ଷ ସିଧାସଳଖ। ଏଇଠି ଆତ୍ମାର ଯୋଉ ବିଶ୍ୱାସ ରହିଛି, ସିଏ ବାହାରର କିଏ ବିଶ୍ୱାସ କରୁଛି ନ କରୁଛି ତା ଉପରେ ସେ ନିର୍ଭର କରେ ନାହିଁ। କିନ୍ତୁ କେହି ଲୋକ କଣ କରନ୍ତି, ନିଜର ଅପୂର୍ଣ୍ଣତାକୁ ସିଏ କୁହନ୍ତି ମୁଁ ଆତ୍ମାରେ ବିଶ୍ୱାସ କରୁଛି ବୋଲି କହି ନିଜକୁ ନିଜେ ଠକନ୍ତି। କେମିତି? ବର୍ତ୍ତମାନ ଏଠି କୁହା ହେଲା କଣ, ଯେ ଆତ୍ମାର ବିଶ୍ୱାସ ସେ କେବେ ପ୍ରମାଣ ଆବଶ୍ୟକ କରେ ନାହିଁ। ଏମାନେ କଣ କରନ୍ତି, ତାଙ୍କର ତଥାକଥିତ ଅହଂ ଦ୍ୱାରା ପ୍ରେରିତ ହେଇ ନିଜକୁ ପ୍ରତିଷ୍ଠା କରିବା ପାଇଁ ସେ ଯେଉଁ ସତ୍ୟଟିକୁ ନିଜେ ବୁଝେଇ ବାଝେଇକିରି ତିଆରି କରୁଥାନ୍ତି, କୁହନ୍ତି ହଁ ଏଇଟା ହିଁ ସତ୍ୟ, ତାକୁ ହିଁ ବିଶ୍ୱାସ କରନ୍ତି। ତା ବ୍ୟତିରେକ ସେ ଅନ୍ୟ କିଛି ବିଶ୍ୱାସ କରନ୍ତି। ସେମାନେ ହଉଛନ୍ତି ଲୋୟର ମାଇଣ୍ଡ ସ୍ତର। ସେମାନେ କଣ କରିଛନ୍ତି, ତଥ୍ୟଗତ ନଲେଜ କିଛି ପାଇ ଯାଇଛନ୍ତି, ହଁ ଭଗବାନ ଥିଲେ ଏଇଭଳି ଭାବରେ କାର୍ଯ୍ୟ କରନ୍ତି, ସେ ସେଇଭଳି ଭାବରେ କାର୍ଯ୍ୟ କରନ୍ତି, ଏମାନେ କରୁଛନ୍ତି, କିନ୍ତୁ ସେଇ ସ୍ତରକୁ ଯାଇନାହାନ୍ତି। କିନ୍ତୁ ଇଏ କହୁଛନ୍ତି ମୁଁ ସେଇ ସ୍ତରକୁ ଥାଇକି କରୁଛି। ଏଇ ପ୍ରକାରର ପ୍ରବଞ୍ଚନା ଯୋଉମାନେ କରନ୍ତି, ଆମର ତାଙ୍କୁ ବିଚାର କରିବା ଦରକାର ନାହିଁ। ସିଏ ନିଜେ ନିଜକୁ ବିବେଚନା କରିବେ ଯେ ସେ ନିଜକୁ ଠକୁଛନ୍ତି ବୋଲି। ଏଇଟା ଆମେ ବାରମ୍ବାର ପଢୁଛୁ, ଶ୍ରୀଅରବିନ୍ଦ ଏ କଥା କହୁଛନ୍ତି, ଏସବୁ ହଉଛି ଆତ୍ମ ପ୍ରବଞ୍ଚନା। ବିଶ୍ୱାସ ହଉଛି ଆତ୍ମାର ଏକ ଗତିବିଧି, ଯାହାର ଜ୍ଞାନ ସ୍ୱତଃସ୍ଫୂର୍ତ୍ତ ଏବଂ ପ୍ରତ୍ୟକ୍ଷ ଆଉ ସିଧାସଳଖ। ଆତ୍ମାରେ ବିଶ୍ୱାସ କଲେ ଏଇଟା ସିଧାସଳଖ ଭାବେ ଆମ ପାଖରେ ଆସିଥାଏ। ଆପଣ ଦେଖିବେ ଦେବର୍ଷି ନାରଦଙ୍କ କଥା ଦେଖନ୍ତୁ, ସିଏ ଯେତେବେଳେ ଯୋଉଠି ଯାଇକି ପହଞ୍ଚନ୍ତି, ଅନେକ ବ୍ୟକ୍ତି ତାଙ୍କୁ ଗୋଟେ ମିଛ ଉପାଧି ଦେଇଛନ୍ତି। ସେଟା ହଉଛି ସିଏ କଳିଆ ବୋଲି, କଳିଗୋଳ ଲଗାନ୍ତି। ଏହା ଏକ ଭ୍ରମ ଧାରଣା। କାହିଁକିନା ଆମେ ସେଇ ଚେତନାର ସେଇ ସ୍ତରରେ ରହିଛୁ, ତେଣୁ ଆମକୁ ସେଗୁଡା ସବୁ ଝଗଡାଝାଟି ଲଗେଇଲା ଭଳିଆ କଥା ଲାଗେ। କାହିଁକି ନା ଏ କଥା ନେଇକି ତା ଆଗରେ, ତା କଥା ଆଣି ଆ କଥାରେ କୁହନ୍ତି। ଯେତେବେଳେ ପର୍ଯ୍ୟନ୍ତ ତାଙ୍କୁ ପ୍ରେରଣା ନ ଆସିଛି, ସେ ପର୍ଯ୍ୟନ୍ତ ସେ କଥାକୁ ସେ କାହା ଆଗରେ ପରିପ୍ରକାଶ କରନ୍ତି ନାହିଁ। ତାଙ୍କ ଭିତରେ ଯେତେବେଳେ ପ୍ରେରଣା ଦିଆଯାଏ, ଯାଅ ତମେ ଏଇ କାମଟି କରିବ, ତେବେ ସେ ସେଠି ଯାଇକିରି ସେଠି ଯୋଉ ରହସ୍ୟକୁ ଉନ୍ମୋଚନ କରନ୍ତି, ନହେଲେ କରନ୍ତିନି। ସବୁ ସମୟରେ ସେୟା। ଯେତେବେଳେ ଅନେକ ବ୍ୟକ୍ତି କୁହନ୍ତି ଯେ କଂସ ତାର ଭଉଣୀକୁ ବିବାହ କରାଇ ବିଦା କରୁଥିଲା, ଦେବକୀଙ୍କର ବିବାହ କରାଇଲେ, କାହିଁକିନା ସେ ତା ଭଉଣୀକୁ ବହୁତ ଭଲ ପାଆନ୍ତି। ତାଙ୍କ ସାଙ୍ଗ ବା ତାଙ୍କ ସହିତ ସଖା ଯିଏ ସହପାଠୀ ବସୁଦେବଙ୍କ ସହିତ ସେ ବିବାହ କରାଉଛନ୍ତି, ବହୁତ ଧୁମଧାମ ରେ ବିବାହ କରୁଛନ୍ତି। ତାଙ୍କୁ ଠିକ ବିଦାକି ଦେଲା ବେଳକୁ କଣ ଦରକାର ଥିଲା ନାରଦ ଯାଇକି କହିବା? କଣ ଦରକାର? ନାରଦ ଯାଇକି କହିବା ଯେ ଆର ଅଷ୍ଟମ ଗର୍ଭର ସନ୍ତାନ ତତେ ହତ୍ୟା କରିବ ବୋଲି। କଣ ଦରକାର? ଲୋକେ ଏଇ ପ୍ରକାରର କୁହନ୍ତି ଯେ ଶୂନ୍ୟବାଣୀ ହେଇଥିଲା। ଆଉ କେହି କୁହନ୍ତି ନାରଦ ଆସି କହିଥିଲେ। ସେ ଶୂନ୍ୟବାଣୀ ହଉ ବା ନାରଦ କୁହନ୍ତୁ, ଆମେ ତାଙ୍କୁ କିଏ ବ୍ୟକ୍ତି କୁହନ୍ତି ଏଇ ସବୁ କଳିଆ କାମ। ଦରକାର କଣ ଥିଲା? କଣ ଦରକାର ଥିଲା? ଦେଖନ୍ତୁ, ଅହଙ୍କାର ଯେ ବସବାସ କରେ,
ଯେତେବେଳେ ସିଏ ବିଶ୍ୱର ନିୟନ୍ତା ବୋଲି ନିଜକୁ ମନେ କରେ, ତାର ଅହଙ୍କାରକୁ ସେତିକି ବେଳେ ଚୋଟ ପଡିବ ଯେତେବେଳେ ସେ ଜାଣିବ ଯେ ତା ଠାରୁ କିଛି ବଡ ଗୋଟେ ଘଟଣା ରହିଛି ବା ବଡ କିଏ ଅଛି ଯିଏ ତାକୁ ସକ୍ସିଡ କରିକି ଆଗକୁ ଯାଉଛି। ତେଣୁ ତା ମାନେ ପ୍ରତ୍ୟେକ ମୁହୂର୍ତ୍ତ ତାର ଅହଙ୍କାର ଉପରେ ଯେମିତି କୁଠାରଘାତ କରାଗଲା ଭଳିଆ ତାକୁ ଗୋଟେ ପରିସ୍ଥିତି ଭିତରୁ ଠେଲି ଦିଆଯାଏ। ଏବଂ ତାହା ବି କାହିଁକି ଠେଲି ଦିଆଯାଏ ନା ଭଗବାନ ଯାହାକୁ ହତ୍ୟା କରିବେ ସେ ତ କଣ ହେବେ, ତାର ମାମୁଁ ହେବେ। ନିଜ ମାମୁଁକୁ ମାରିବା ପାଇଁ ହେଲେ କେତେ ଗୁଡେ କଥା ରହିଛି। ସେତିକି ସେ ପାପ ନ କରିଲେ ବା ସେତିକି ଦ୍ରୋହ ନ କଲେ ଭଗବାନ ତାକୁ ହତ୍ୟା କେମିତି କରିବେ? କରିପାରିବେନି। ଏକ। ଦ୍ଵିତୀୟ କଥା ହେଲା, ଆଉ ଗୋଟେ ବଡ କଥା ହଉଛି ଭଗବାନଙ୍କର ଗୋଟେ ସବୁଠାରୁ ବଡ ଗୁଣ ହଉଛି ସିଏ ସମସ୍ତଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସୁଯୋଗ ଦିଅନ୍ତି ନିଜକୁ ବଦଳେଇବା ପାଇଁ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲାଷ୍ଟ ଚାନ୍ସ ବି ଆଉ ଥରେ ଚାନ୍ସ ଦିଅନ୍ତି। ଯେ ଯେମିତି କହନ୍ତି ଆର୍ ୟୁ ରେଡି, ସେ ସବୁବେଳେ କୁହନ୍ତି ଆର୍ ୟୁ ରେଡି ଟୁ ଚେଞ୍ଜ ୟୁର ସେଲ୍ଫ। ଯଦି ତୁମେ ହଁ ମାରିଦେଲ ତେବେ ସେ ତୁମକୁ ଛାଡ଼ିଦେବେ। ହଁ, ପରିବର୍ତ୍ତନ ହବା ପାଇଁ ତମେ ରାଜି ତ? ଟିକିଏ ବି ଯଦି ଗ୍ରହଣଶୀଳତା ଦେଖନ୍ତି ତେବେ ସେ ସାଙ୍ଗେ ସାଙ୍ଗେ ତମକୁ ବାଟ ଖୋଲିଦେବେ, ବାଟ ଖୋଲିଦେବେ ଶେଷ ପର୍ଯ୍ୟନ୍ତ। କିନ୍ତୁ ସିଏ କେବେ ବି ଜବରଦସ୍ତ କରନ୍ତି ନାହିଁ, ହସ୍ତକ୍ଷେପ କରନ୍ତି ନାହିଁ, କୌଣସି ବାଧ୍ୟବାଧକତା କରନ୍ତି। ଆପଣ ଦେଖିବେ ଆମେ ଯେତେବେଳେ କୌଣସି ଜାଗାରେ ଅନୁଷ୍ଠାନରେ କାମ କରୁଛନ୍ତି ଦେଖିବେ ଯୋଉମାନେ କାମ କରି ବା ଯାହାର ସାମର୍ଥ୍ୟ ରହିଛି, ଯୋଉମାନେ ଜ୍ଞାନୀ ଗୁଣୀ, ସେମାନେ କେବେ ଉପରେ ପଡି ଯାଇକିରି ଧସେଇ ହେଇକିରି ନା ନା ଏଇ କାମ ତୁ କରିପାରିବୁନି ମୁଁ କରିଦେବି କେବେ କହନ୍ତି ନାହିଁ, କିମ୍ବା ଦେଖେଇ ହେଇକି କହନ୍ତି ନାହିଁ। ଯୋଉମାନଙ୍କ ଭିତରେ ନିଜର ସ୍ଥିତି ପ୍ରତି ଏକ ବିପଦ ବୋଧ ଥାଏ ସେମାନେ କଣ କରନ୍ତି, ନିଜକୁ ପ୍ରମାଣିତ କରିବା ପାଇଁ ଚେଷ୍ଟା କରନ୍ତି। ଏଠି ଚୈତ୍ୟ ସିଏ ତ ଭଗବାନଙ୍କ ଠାରୁ ଆସିଛି, ଭଗବାନଙ୍କ ସହିତ ତାର ସମ୍ପର୍କ ସିଧାସଳଖ ସମ୍ପର୍କ, ସିଏ ତାକୁ ପ୍ରମାଣ କଣ ଦବ? ସେଇଥିପାଇଁ ସାରା ବିଶ୍ୱ ଯଦି ବି ଅସ୍ୱୀକାର କରେ ତେବେ ସିଏ ଦରକାର ପଡିଲେ ତମେ ଯେତେ ବି ପ୍ରମାଣ ଦିଅ ତାକୁ ମିଥ୍ୟା ବୋଲି ପ୍ରମାଣ କରିବା ପାଇଁ, ସିଏ ସେଥିରୁ ହଟେ ନାହିଁ। ସିଏ କହେ ନା ଏହା ହିଁ ସତ୍ୟ। ତେଣୁ ସେଥିପାଇଁ ଲେଖୁଛନ୍ତି ତଥାପି ଏହା ଏକ ଆନ୍ତର୍ଜ୍ଞାନରୁ ଏକ ପ୍ରତ୍ୟକ୍ଷ ଅବବୋଧରୁ ଜାଣିଥାଏ, ଯାହାକି ସବୁ ପ୍ରତିକୂଳ ପ୍ରମାଣ ବିରୁଦ୍ଧରେ ସିଧା ହୋଇ ଦଣ୍ଡାୟମାନ ହୋଇପାରେ। ଏହି ଅବବୋଧ ଏକାତ୍ମତା ଲାଭ ଦ୍ୱାରା ଏହି ଅବବୋଧ ଏକାତ୍ମତା ଦ୍ୱାରା ଲାଭ ହେଇଥାଏ। କୋଉ ଅବବୋଧ? ଯେ ୟେସ୍, ଇ ଯୋଉ ସତ୍ୟ ମୁଁ ଜାଣିଛି ଏହା ସତ୍ୟ, ଏଇ ଯୋଉ ଅବବୋଧଟି ଏକାତ୍ମତା ଦ୍ୱାରା ଲାଭ ହୁଏ ତାକୁ କୁହାଯାଏ ନଲେଜ ବାୟ ଆଇଡେଣ୍ଟିଟି। ବଟ୍ ଆଇଡେଣ୍ଟିଟି ୱିଥ୍ ହୁମ୍? ଏଠି ଚୈତ୍ୟ କଥା ସେଥିପାଇଁ କୁହାହଉଛି। ଆଇଡେଣ୍ଟିଟି ୱିଥ୍ ସାଇକିକ ବିଙ୍ଗ ଯୋଉ ଆଇଡେଣ୍ଟିଟି ହଉଛି, କାହା ସହିତ ଆଇଡେଣ୍ଟିଟି ହଉଛି, କାହା ସହିତ ଏକାତ୍ମ ହେଇଛି ନା ପରମଙ୍କ ସହିତ ଏକାତ୍ମ ହେଇଛି। ନଟ୍ ଆଇଡେଣ୍ଟିଟି ୱିଥ୍ ଏନି ପର୍ସନ, ନଟ୍ ଆଇଡେଣ୍ଟିଟି ୱିଥ୍ ଏନି ମ୍ୟାଟେରିଆଲ୍ସ, ନଟ୍ ଆଇଡେଣ୍ଟିଟି ୱିଥ୍ ହାୟର ନଲେଜ। ଗୋଟିଏ ଖାଲି ଜ୍ଞାନ ସହିତ ଏକାତ୍ମ ହେଇନାହିଁ, କୌଣସି ବ୍ୟକ୍ତି ସହିତ ଏକାତ୍ମ ହେଇନାହିଁ, କୌଣସି ବସ୍ତୁ ସହିତ ଏକାତ୍ମ ହେଇନି। ସେ ଏକାତ୍ମ ହଉଛି କାହା ସହିତ ନା ପରମଙ୍କ ସହିତ ଏକାତ୍ମ ହେଇଛି। ନହେଲେ କଣ ହୁଏ, ନଲେଜ କଥା ଯେତେବେଳେ ଦେଖାଯାଏ, ଆମେ ଏବେ ସୁଦ୍ଧା ଆଜି କେତେ ଗୁଡିଏ ନଲେଜ ବିଷୟରେ ଯେତେବେଳେ ଆଲୋଚନା କଲେ, ସେଥିରେ ନଲେଜ ବାଇ ଇଣ୍ଟିମେଟ ପରସେପସନ ଆମେ ଦେଖିଲେ, ଧାରଣା, ଗୋଟେ ତଥ୍ୟ ଡିଟେଲ ସହିତ, ଗୋଟେ ସମ୍ପର୍କ ସହିତ ଏଇ ପ୍ରକାରର ପ୍ରମାଣ ଆମେ ବା ଜ୍ଞାନ ଆମେ ଦେଖିଲେ। ତାଠାରୁ ଆଉ ଗୋଟେ ଟିକେ ଅଧିକ ଜ୍ଞାନ ଟିକେ ବିସ୍ତାରିତ ହୁଏ, ସେଟା ହଉଛି ନଲେଜ ବାଇ କମ୍ପ୍ରେହେନସନ। ଗୋଟେ ସାମଗ୍ରିକ ଭାବରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଗୋଟେ ଜ୍ଞାନ ବା ଗୋଟେ ଆମେ ଦୃଷ୍ଟିକୋଣକୁ ଡେଭଲପ କରୁ ବା ପରିପ୍ରକାଶ କରିବାକୁ ଚେଷ୍ଟା କରୁ। ହଁ, ଯଦି ମୁଁ ଏମିତି ଭାବୁଛି ଏହା ହେଇଥିବ, ଯଦି ମୋ ଜାଗାରେ ସିଏ ଥିବ, ସିଏ ସେ ଜାଗାରେ ଯେ ବ୍ୟକ୍ତି ଥିବ ସିଏ କେମିତି ଭାବୁଥିବ, ନା ନା ସେପଟେ ଯିଏ ଥିବ ସିଏ କେମିତି ଭାବୁଥିବ, ଆ ଠାରୁ ଉର୍ଦ୍ଧ୍ୱରେ ଯିଏ ଥିବ ସିଏ କେମିତି ଭାବୁଥିବ, ଏମିତି ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଯେତେବେଳେ ଆମେ ବିଚାର କରୁଛୁ,
ସେତେବେଳେ ମଧ୍ୟ କିଛି କାଂଶରେ ଆମର ନିଜର ଯୋଉ ଇଗୋ ସେଣ୍ଟ୍ରିକ ନଲେଜ ଉପରେ ଗୋଟେ ପ୍ରହାର ଆସେ, ତାଠାରୁ ଟିକେ ୱାଇଡ ହୁଏ। କିନ୍ତୁ ତାଠାରୁ ଆହୁରି ଅଧିକ ୱାଇଡ ହବ ଯେତେବେଳେ ଆମେ ନଲେଜ ବାଇ ଆଇଡେଣ୍ଟିଟି ୱିଥ ଦ ଡିଭାଇନ, ତାଙ୍କ ସହିତ ଏକାତ୍ମ ହେଇ ଯେତେବେଳେ ଆମେ ଜ୍ଞାନ ହାସଲ କରୁଛୁ, ସେଇ ଅବବୋଧ ସେ ଏଇ ଅବବୋଧ ଏକାତ୍ମତା ଦ୍ଵାରା ଲାଭ ହୋଇଥାଏ। ତେଣୁ ତାଙ୍କ ସହିତ ଏକାତ୍ମତା ହେଲେ ଯୋଉ ଯୋଉ ଜ୍ଞାନଟି ଆସେ ବା ଯୋଉ ପ୍ରଜ୍ଞାଟି ଆସେ, ତାହା ହେଉଛି ଭବିଷ୍ୟତ ଉନ୍ମୁଖୀ ସତ୍ୟ। କାହିଁକି? କାରଣ ଯୋଉ କାରଣ ସକାଶେ ତିଆରି ହେଇଛି, ଆମେ ଗତ ଥର ବି ଆଲୋଚନା କରୁଥିଲେ, ଆପଣ ମାନେ ଶୁଣିଥିବେ। ଭଗବାନ କଣ କରିବା ପାଇଁ ସ୍ଥିର କରିଛନ୍ତି, ସେଇ ଅନୁସାରେ ସେ କଣ କରନ୍ତି, ବାହାରେ ଘଟଣାଟା ଘଟା। ଆପଣ ଯେକୌଣସି ଗୋଟେ ସ୍ଥିତି ନିଅ, ଯେକୌଣସି ସ୍ଥିତି, ତା ଟିକେ ଗଭୀର ହେଇକି ଧ୍ୟାନସ୍ଥ ହେବେ, ମାଙ୍କୁ ଆହ୍ୱାନ କରିବେ, ତେବେ ସେଠି ଯାଇକି ଦେଖିବେ ସେ ଘଟଣାଟି ଘଟିବାର ଆବଶ୍ୟକତା ଆପଣଙ୍କ ପାଇଁ ଥିଲା। କାହିଁକି ଥିଲା? ଆପଣଙ୍କର କୋଉ ଗୋଟିଏ ଦୁର୍ବଳତା ଉପରେ ବିଜୟ ହାସଲ କରିବା ହଉ ବା ଗୋଟେ ଅଭିଜ୍ଞତା ହାସଲ କରିବା ହଉ, ସେଟା ଆବଶ୍ୟକ ଥିଲା। ଗୋଟେ ଘଟଣାଟି ମହାଭାରତରେ ଘଟିଛି। କୌଣସି ଭିନ୍ନ ଭିନ୍ନ କାରଣ ରହିଛି ସେଥିରେ। ଆମର ଗରୁଡ, ତାଙ୍କର ଟିକେ ଅହଙ୍କାର ଆସିଯାଇଛି। ସୁଦର୍ଶନ ଚକ୍ର, ତାଙ୍କର ବି ଟିକେ ଅହଙ୍କାର ଆସିଯାଇଛି। ଏପଟରେ ସତ୍ୟଭାମ, ଯଦିଓ ସିଏ ନିଜେ ହଉଛନ୍ତି ଶକ୍ତି ରୂପା, କିନ୍ତୁ ତାଙ୍କ ଭିତରେ ବି ଟିକେ ଅହଙ୍କାର ଆସିଯାଇଛି ଯେ ସମସ୍ତଙ୍କ ଭିତରେ, ଯଦିଓ ରୁକ୍ମିଣୀ ପାଟରାଣୀ ରହିଛନ୍ତି, ରୁକ୍ମିଣୀଙ୍କୁ କୃଷ୍ଣ ଯେତିକି ଭଲ ପାଆନ୍ତି, ତା ତାଙ୍କ ଠାରୁ ମତେ ବେଶୀ ଭଲ ପାଆନ୍ତି। କେମିତି ତାଙ୍କ ଗୋଟେ ଧାରଣା ହେଲା ନା, ଦିନେ ଶ୍ରୀକୃଷ୍ଣ ପାରିଜାତ ଫୁଲ ଆଣି, ଗୋଟେ ଫୁଲ ଆଣିଥିଲେ ଏବଂ ତାକୁ ଆଣିକି ସତ୍ୟଭାମାଙ୍କୁ ଦେଲେ। ଫୁଲଟିଏ ତମକୁ ଦେଲେ, ଖୁସିରେ ଦେଲେ, ତମେ ତାକୁ ଆନନ୍ଦର ସହିତ ଗ୍ରହଣ କଲ, କାମଟି ସେଇଠି ଛିଣ୍ଡିଗଲା। ନାଇଁ, ସିଏ ସାଙ୍ଗେ ସାଙ୍ଗେ ଭାବିଲେ କଣ, ଦେଖ ଏତେ ଜଣ ରାଣୀ ଥିଲେ, କାହାକୁ ନ ଦେଇ ମତେ ଦେଲେ, ତେଣୁ ମତେ ବେଶୀ ଭଲ ପାଉଛନ୍ତି। ଏଇ ଯୋଉ ବାହ୍ୟ ଦୃଷ୍ଟି, ଏଇ ଯୋଉ ବାହ୍ୟ ଦୃଷ୍ଟିରେ ସେ ଯୋଉ ବିଚାର କରିବାକୁ ଆରମ୍ଭ କରି ଯୋଉ ନିଷ୍କର୍ଷରେ ପହଞ୍ଚିଲେ, ଏଇ ପ୍ରକାରର ଯୋଉ ଗତିବିଧି, ତାହା ତାଙ୍କ ପାଖରେ ଶୋଭା ଦିଏ ନାହିଁ। ତାକୁ ଭାଙ୍ଗିବା ପାଇଁ ବର୍ତ୍ତମାନ କଣ କଲେ, ସାଙ୍ଗେ ସାଙ୍ଗେ ଶ୍ରୀକୃଷ୍ଣ ଗୋଟେ ରଚନା କରିଦେଲେ ସାଙ୍ଗେ ସାଙ୍ଗେ। ଏକଥା କିଏ କାହିଁ ବୁଝିବ? କେହି ବୁଝିପାରିବେନି କଣ ହେଇଛି। ସେଠୁ ଦେଖିଦେଲେ ଯେମିତି ସତ୍ୟଭାମଙ୍କ ଭିତରେ ଆସି ଯାଇଛି ଏଇ ଯୋଉ ଭାବ। ସତ୍ୟଭାମ ପଚାରିଲେ, ଆଉ ପାରିଜାତ ଫୁଲ କୋଉଠୁ ଆଣିଲ? ଇଏ ସବୁ ସାଙ୍ଗେ ସାଙ୍ଗେ କହିଲେ, ଦେଖ ଆଉ କଣ କି, ମୁଁ ଏଇଟା ସ୍ୱର୍ଗର ନନ୍ଦନକାନନରୁ ଆଣିଛି, କେବଳ ତୁମରି ପାଇଁ ଆଣିଛି। ଏବଂ ସେଠି କଣ ହେଇଥିଲା କି, ଇନ୍ଦ୍ର ଜନ୍ମରୁ ରାଜି ନଥିଲା ଦେବା ପାଇଁ। ସେ ଦେଖିଦେଲେ ଯେ ତାଙ୍କ ଭିତରେ ଅହଙ୍କାର ଭାବ ଆସିଗଲାଣି, ତେଣୁ ଭାଙ୍ଗିବା ପାଇଁ ସାଙ୍ଗେ ସାଙ୍ଗେ ସେ କଣ କଲେ, ପ୍ଲଟ ତିଆରି କରିଦେଲେ ସାଙ୍ଗେ ସାଙ୍ଗେ। କଣ ନା, ଇନ୍ଦ୍ର ରାଜି ନଥିଲେ, ମୁଁ ସ୍ୱର୍ଗର ନନ୍ଦନକାନନରୁ ପାରିଜାତ ଫୁଲ ନେଇ ଆସିଛି। ଦେଖ, ଇଏ ହଉଛି ଗୋଟେ ଟ୍ରାପ ରେ ପକେଇଲା। ଯେହେତୁ ତାଙ୍କ ଭିତରେ ଅହଂଭାବ ଆସିଯାଇଛି, ତେଣୁ ସେ ଟ୍ରାପ ରେ ପକେଇଦେଲେ। ତ ସାଙ୍ଗେ ସାଙ୍ଗେ ସତ୍ୟଭାମା କଣ କହିଲେ, ନା 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 ନା, ତେବେ ଯଦି ଏମିତି ଇନ୍ଦ୍ରର ସାହସ, ସେ ତମକୁ ପୁଣି ମନା କରିବ, ତେଣୁ ତମେ ଏବେ ଯାଅ, ଯାଇକିରି ପାରିଜାତ ଗଛ ନେଇକି ଆସ। ସେ ସ୍ୱର୍ଗକୁ ଗଲେ। କେମିତି ରହିଛି, ସ୍ୱର୍ଗକୁ ଗଲା ପରେ ଇନ୍ଦ୍ରଙ୍କ ସହିତ ଲଢେଇ ହେଇଛି। ଇନ୍ଦ୍ର ବି ରାଜି ହେଇନାହାନ୍ତି, ଯାଇକି ଲଢେଇ ହେଇଛି। ଲଢେଇ ହେବା ଫଳରେ
ଯାହା ବି ହଉ ଫାଇନାଲି ଶ୍ରୀକୃଷ୍ଣ ଜିତିକିରି ଆସିଛନ୍ତି। ଆସିଲା ପରେ ଏଠି ଆସିକି କଣ କରିଛନ୍ତି, ପହଞ୍ଚିଲେ। ପହଞ୍ଚିଲା ବେଳକୁ ଯୋଉ ଲୋକମାନଙ୍କୁ ସୁଦର୍ଶନ ଚକ୍ର କହୁଛନ୍ତି ମୁଁ ଥିଲି ବୋଲି ଶ୍ରୀକୃଷ୍ଣ ଜିତିଗଲେ। ଗରୁଡ କହୁଛନ୍ତି ମୁଁ ଥିଲି ବୋଲି କୃଷ୍ଣ ଜିତିଗଲେ। ସମସ୍ତେ ବାହାସ୍ପଟ ମାରିବା ଆରମ୍ଭ କଲେ। ବର୍ତ୍ତମାନ ତିନି ଜଣଙ୍କର ଏଇ ଯୋଉ ଅହଙ୍କାରକୁ ଭାଙ୍ଗିବେ। ପ୍ଲଟ ତିଆରି, ଆଉ ଗୋଟେ ପ୍ଲଟ ସାଙ୍ଗେ ସାଙ୍ଗେ ତିଆରି ହେଲା। କଣ ହେଲା ନା ସେଇ ସମୟରେ ଇନ୍ଦ୍ରଙ୍କୁ ସେ ତାଙ୍କର ଯୋଉ ତ ଯାହା ଯୁଦ୍ଧ ହରେଇକି ଆସିଥିଲେ ଆସିଥିଲେ। ତାପରେ ଘଡଘଡି ବର୍ଷା ଯେତେବେଳେ ହେଲା, ଇଏ କହିଲେ ଯେ ଇନ୍ଦ୍ର ବର୍ତ୍ତମାନ ରାଗିଗଲେଣି, ଆଉ ତମେ କଣ ନାହିଁ କଣ କରିଦେବେ। ସେଠି ସିନା ମୁଁ ଯୁଦ୍ଧ କରିକି ପଳେଇ ଆସିଲି, ଇଏ ପୁଣି ଯଦି ଏଠି ଘଡଘଡି ବର୍ଷା କରିବେ ଲୋକମାନେ ସମସ୍ତେ ହଇରାଣ ହେବେ। ତେଣୁ ଚାଲ ଆମେ ଦେବୀଙ୍କୁ ଦୁର୍ଗାଙ୍କୁ ପୂଜା କରିବା, ଆଉ ସିଏ ଯଦି ଆମ ଉପରେ ସନ୍ତୁଷ୍ଟ ହେଇଯାଆନ୍ତି ତାହେଲେ ଇନ୍ଦ୍ର କିଛି କରିପାରିବେ। ଆଉ ଦେବୀ ପୂଜା କରିବା ପାଇଁ କଣ ଦରକାର ନା ଯୋଉ ନୀଳ ପଦ୍ମ ନା ନୀଳ କଇଁ କଣ ଦରକାର। ସିଏ କୋଉଠି ଅଛି ନା ମାନସ ସରୋବରରେ ଅଛି। ଆଣିବ କିଏ ସେ ନା ଗରୁଡକୁ ପଠା ଆଣିବ। ଗରୁଡ ଗଲା ଆଣିବା ପାଇଁ। ଏପଟରେ ଯେହେତୁ ପୂଜାପୂଜି ହବ ତ ସୁଦର୍ଶନ ଚକ୍ରକୁ ଗେଟ୍ ଜଗେଇ ଦେଲେ। ଗରୁଡ ଯାଇ ଯେତେବେଳେ ପହଞ୍ଚିଲେ, ମୁଁ ଟିକେ ସର୍ଟ କରିଦଉଛି ସମୟ ଆମର ଅଳ୍ପ ଅଛି। ଯେତେବେଳେ ଗରୁଡ ଯାଇ ପହଞ୍ଚୁଛନ୍ତି ସେଠୁ ହନୁମାନ ସେଠି ବସି ତପସ୍ୟା କରୁଛନ୍ତି। ତାଙ୍କୁ ସେ ହେୟ ଜ୍ଞାନ କରିଛନ୍ତି, କାହିଁକିନା ବର୍ତ୍ତମାନ ସେ ଅଭିମାନରେ ଅଛନ୍ତି ନା, ମୁଁ ମୋ ଭଳିଆ ବୀର କେହି ନାହାନ୍ତି। ହନୁମାନ ସହିତ ତାଙ୍କର ନୋକଝୋକ ହେଇଛି। ତେଣୁ ହନୁମାନ କଣ କରିଛନ୍ତି, ଲାଙ୍ଗୁଡରେ ତାକୁ ଗୁଡେଇକି ଛାଟିକି ଫୋପାଡି ଦେଇଛନ୍ତି। ଆସିକି ପଡିଲେ କୋଉଠି, ଯୋଉଠି ସେ ବାହାସ୍ପୋଟ ମାରୁଥିଲେ ମୁଁ ଏସା କରିଦେଲି ତେସା କରିଦେଲି ତେଣୁ ଶ୍ରୀକୃଷ୍ଣ ଜିତିଗଲେ, ସେଇଠି ଆସିକି କଚାଡି ହେଇକି ପଡିଲେ। ତେଣୁ ସମସ୍ତଙ୍କ ଆଗରେ ଲୋକ ହସା ହେଲେ, ତାଙ୍କର ଗଲା ଭାଙ୍ଗିଗଲା। ଏପଟରେ ଭିତରୁ ଭିତରୁ ସାଙ୍ଗେ ସାଙ୍ଗେ ପ୍ରେରଣା ଦେଇଦେଲେ ଶ୍ରୀକୃଷ୍ଣ। ତେଣୁ ହନୁମାନ କହିଲେ, ପଦ୍ମ କହିଲେ ମୁଁ ଯାଉଛି ଶ୍ରୀକୃଷ୍ଣଙ୍କୁ ଦେଖା କରିବି, ଶ୍ରୀରାମଙ୍କ ଆଜ୍ଞା ଆସିଗଲାଣି। ତେଣୁ ସିଏ କଣ କରୁଛନ୍ତି ନା ପଦ୍ମ ଏକାଠି କରି ଆଣିକି ପହଞ୍ଚୁଛନ୍ତି। ପହଞ୍ଚିଲା ବେଳକୁ ସୁଦର୍ଶନ ଚକ୍ର ତାଙ୍କୁ ଅଟକେଇ ଦଉଛନ୍ତି, କାହିଁକିନା ଭିତରେ ପୂଜା ହଉଛି, ତାଙ୍କୁ ନିର୍ଦ୍ଦେଶ ହେଇଛି କାହାକୁ ଭିତରୁ ଛାଡିବନି। ଯେତେବେଳେ ତାଙ୍କୁ ଛାଡି ନାହାନ୍ତି, ସିଏ ତାଙ୍କୁ କହୁଛନ୍ତି ତଥାପି ଅଭିମାନ, ହଁ ମତେ ଏମିତି କହିବୁ ସେମିତି କହିବୁ। ତାକୁ ସେ କଣ କରିଛନ୍ତି, ପାଟି ଭିତରେ ପୁରେଇ ଦେଇଛନ୍ତି, ଗିଳି ଦେଇଛନ୍ତି। ତାପରେ ଯାଇକି ପହଞ୍ଚନ୍ତି। ପହଞ୍ଚିକି ସେଠି ବର୍ତ୍ତମାନ ସତ୍ୟଭାମାଙ୍କର ଅହଙ୍କାର ଭାଙ୍ଗିବ। ସେଠି ପୁଣି କଣ କରୁଛନ୍ତି, ଦେଖ ମୁଁ ଭାଇ ତମକୁ କୃଷ୍ଣ ଭଗବାନ ବୋଲି ମୁଁ ସ୍ୱୀକାର କରେନି, ମୁଁ କେବଳ ଭଗବାନ। ମୁଁ କହେ ମୋର ସେଇ ପୂର୍ବ ଯୋଉ ସୌମ୍ୟ କାନ୍ତି ରୂପ ଶ୍ରୀରାମ ଆଉ ସୀତାଙ୍କ ରୂପ ମତେ ଦର୍ଶନ ଦିଅ। ସାଙ୍ଗେ ସାଙ୍ଗେ ଶ୍ରୀକୃଷ୍ଣ ଶ୍ରୀରାମ ରୂପ ହେଇଗଲେ। କିନ୍ତୁ ସୀତା ତ ଆଉ ସତ୍ୟଭାମା ହେଇପାରୁନାହାନ୍ତି। ତେଣୁ ସେଇଠି ପୁଣି ରୁକ୍ମଣୀ ଆସୁଛନ୍ତି, ସୀତା ରୂପ ନେଇଛନ୍ତି। ସେଠି ବି ସେଠୁ ସତ୍ୟଭାମା ଜାଣିଲେ ଯେ ଘଟଣାଟି କଣ ପାଇଁ ଘଟିଛି। ତାଙ୍କର ଅହଙ୍କାର ଦେଖନ୍ତୁ, ସମସ୍ତଙ୍କର ଅହଙ୍କାରକୁ ଭାଙ୍ଗିବା ପାଇଁ ସିଏ ଯୋଉ ସ୍ତରରୁ ଯୋଉ ଲୀଳା ଗୁଡିକ କଲେ ତାକୁ କିଏ ବୁଝିପାରିବ। ଯେହେତୁ ହନୁମାନ ନିରନ୍ତର ସେଇ ଚେତନାରେ ବସବାସ କରୁଥିଲେ, ତେଣୁ ସାଙ୍ଗେ ସାଙ୍ଗେ ଏଠୁ ଯାହା ନିର୍ଦ୍ଦେଶ ହେଲା ସେ ସେଇ କାର୍ଯ୍ୟରେ ତାକୁ କାର୍ଯ୍ୟରେ ପରିଣତ କଲେ। ଇଏ ହଉଛି ଚୈତ୍ୟର ଜ୍ଞାନ। ଯେତେବେଳେ ଚୈତ୍ୟ ସ୍ତରରେ ଆମେ ରହିଥିବା, ସେ ସବୁ ସମୟରେ ଭଗବାନଙ୍କ ସହିତ ପରମଙ୍କ ସହିତ ସଂଯୁକ୍ତ ହେଇକି ରହିଥିବ। ତେଣୁ ତା ପାଇଁ ସେଟା ହଉଛି ବାସ୍ତବ ଏବଂ ନିଦାବସ୍ତ। ତମେ ତାକୁ ବାହାର ଯେତେ ଯାହା ଆରୋପ କର ତାର ସେତିକି ଯାଏ। ଏବଂ ଆବଶ୍ୟକ ପଡ଼ିଲେ ସେ ତାହାକୁ ବାହାରେ ପରିପ୍ରକାଶ କରିପାରିବ। ତେଣୁ କହୁଛନ୍ତି ତୁମେ ମଧ୍ୟ ଏହାକୁ ତୁମର ମାନସିକ, ପ୍ରାଣିକ ଏବଂ ଦୈହିକ ସ୍ତରର ଚେତନା ଭିତରକୁ ଆଣିପାରିବ। ତାପରେ ଯାଇ ତୁମର ହେବ ଏକ ପୂର୍ଣ୍ଣାଙ୍ଗ ବିଶ୍ୱାସ, ଏପରି ବିଶ୍ୱାସ ଯାହାକି ପ୍ରକୃତରେ ପାହାଡ ପର୍ବତକୁ ମଧ୍ୟ ଟଳାଇ ଦେଇପାରେ। ମା, ଇଏ ହଉଛି ଚୈତ୍ୟ ଜ୍ଞାନ। ଆମେ ଅଭ୍ୟାସ କରିବା, ମାଙ୍କୁ ପ୍ରାର୍ଥନା କରିବା, ଚୈତ୍ୟ ଆବିଷ୍କାର ହଉ, ଚୈତ୍ୟ ଜ୍ଞାନ ଦ୍ୱାରା ମୁଁ ପରିଚାଳିତ ହୁଏ। ମା, हाँ माँ माँ धन्यवाद भाई। बहुत सुंदर भाବରେ ଆଲୋଚନା ଥିଲା। ଚୈତ୍ୟର ଜ୍ଞାନ ଅହଙ୍କାର ଆଗକୁ ଆସିଗଲେ ଚୈତ୍ୟର ଜ୍ଞାନ ଆଉ ସେଠି ପ୍ରକାଶ ପାଇନଥାଏ। ମା ମା ପ୍ରଭୁ ସଦାବେଳେ ଜାଗ୍ରତ ଥାନ୍ତି।
ଏ ଜ୍ଞାନକୁ ବିକାଶ କରିବା ପାଇଁ। କିନ୍ତୁ ଆମେ ଅହଙ୍କାର ବଶବର୍ତ୍ତୀ ହୋଇ ସବୁ ଭୁଲି ଯାଉଛେ। ସମୟ ଉପସ୍ଥିତ ଆଜିର ଏହି କାର୍ଯ୍ୟକ୍ରମକୁ ମାଙ୍କ ପାଦ ପଦ୍ମରେ ସମର୍ପଣ କରିବା। 1 ମିନିଟ୍ ମା ନାମର ସହ ମା 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 Ma 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 କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ। ସମସ୍ତ କବି ମୋର ହୃଦୟ ପ୍ରଣାମ। ବନ୍ଦେ ମାତରମ୍।